ଦଉଛି ମାମୁଁ ବୋଉଙ୍କୁ ଦଉଛି ନିଅ କଥା ହବ। ବୋଉ ମାମୁଁ ଫୋନ କରିଛନ୍ତି। ହ୍ୟାଲୋ। ହଁ କଣ ହେଲା? ତୁ କଣ ଏପର୍ଯ୍ୟନ୍ତ ମୁଗ ପକେଇନି? ହଁ କଣ ବିହନ ନଥିଲା ମତେ ଆଗରୁ କହିଲୁନି? ହଁ ତୁ 2-4 ଦିନ ଛାଡିକି ଆସେ, ମୁଁ ବିହନ ରଖି ତତେ ଦେବି। ଆଉ ଯୋଉ ସୋସାଇଟି ବିହନ ମିଳିଥିଲା ଆମ ଟୋକା କଥାରେ ବଢିଆ ମୁଗ ହଉଛି। ହଁ ତୁ ଆସେ 2-4 ଦିନ ଛାଡିକି ମୁଁ ବିହନ ଦେବି, ନେଇ ପକେଇଦେବୁ। ହଁ ତୁ ଏପର୍ଯ୍ୟନ୍ତ କଣ ପକେଇନି? ହଉ ହଁ ତୁ ଆସେ, 2-4 ଦିନ ଛାଡିକି ଆସେ। ହେଇପା ମୋ ଭାଇ ଆଇଲାନି ଆଉ ଧନ ଆଉ। ହଉ ରହ। ହଁ କଣ କହୁଥିଲି? ସେ ମାମୁଁ ମୁଗ ପକେଇନି। ହଁ ବିଲ ପଡିଆ ପଡିଛି, ବିହନ ନଥିଲା ଆଉ ମୁଁ କହିଛି 2-4 ଦିନ ଛାଡିକି ଆସିବୁ। ଓହୋ ମାମୁଁ ବିହନ ନବ? ହଁ। କୋଉ ମାମୁଁ କହିଲୁ? ଅନୁଗାପତର ମାମୁଁ? ହଁ ମ। ଆଚ୍ଛା ଆଚ୍ଛା, ଅନୁଗାପତର ମାମୁଁ ସେ କଥା କହୁନ, ମୁଁ କେମିତି ଫୋନ ଟା କାଟୁନୁ, କାଟି ସାରିଲୁଣି? ହଁ କାଟି ସାରିଲିଣି। ହଉ କାଟି ସାରିଲୁଣି ଦେ। ଯେ ମାମୁଁ ନବ ତାହେଲେ ବିହନ ନା? ହଁ। ସେ ଗୋଟେ କାମ କରୁନୁ, ମାମୁଁକୁ ସେ ସୋସାଇଟି ବିହନ ଦେଇଦଉନୁ। ହଁ ଦେଇଦେବା ସେଇ ସୋସାଇଟି ବିହନ। ସୋସାଇଟି ବିହନ ଦେଇଦେ, ଦେଖିବୁ ବଢିଆ ମୁଗ ହବ। ଦେଖିବୁ ମାମୁଁ ମୁଗ ଗୁଡା ଖାଇ ପାରିବନି, ଡାଲି ଏମିତି ଖାଲି ବାହାରିବ। ଯଦି ନହବ ସେଠୁ କହିବ ମୋ ଭଉଣୀ ଠକିଦେଲା। ନା ମ ତୁ ଠକିବୁ? ଭଉଣୀ ଠକିବ ଭାଇ ତାକୁ? ଅସମ୍ଭବ କଥା ନୁହଁ। ଭାଇଟା ତୋର କେତେ ମାନେ ଇଏ ଭାଇଟା ଜାଣିଛୁ ନା? ଆମର ଏ ମୁଗ ଭଲ ହବ, ସେ ତାର ନହେଲେ ସେ କହିବ ଠକି ଦେଇଛି। ଆମର ଆଉ କଣ ଅଲଗା ମୁଗ ଅଛି ନା? ମୁଁ ଅଲଗା ମୁଗ ପକେଇଛି? ମୁଁ ବା ସେଇ ସୋସାଇଟି ବିହନ ପକେଇଛି ସବୁ ଯାକ। ତୁ କଣ ଜାଣିନୁ? ତତେ ପରା ମୁଁ କହିଥିଲି, କହିନଥିଲି? ଆଉ ତାହେଲେ ତୁ ଗୋଟେ କାମ କରୁଛୁ, ପାକେଟ ଯୋଉ ମୁଗଟା ନାଇଁ ତାକୁ ମାମୁଁ ହେଲେ ତାକୁ ଦେଇଦବୁ। ହଁ ଦେ ଆଉ ଦେଇଯିବା। ହଁ ଆଉ ମାମୁଁକୁ କହିବୁ ଯୋଉ ପଣା ସଂକ୍ରାନ୍ତି ବେଳେ ଛତୁଆ ଫତୁଆ ହୁଏନି, ମନ କରି ସେଇ ମୁଗୁରୁ ଗୋଟା ଛତୁଆ ନେଇକି ଆସିବ ଆମ ଘରକୁ। ହଉ ମୁଁ ତାହେଲେ ଦେଇଦେବି ଆଉ। ହଁ ମୁଁ ଯାଉଛି। ହଁ ତୁ ଯା 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 ଯା। ନାମ ନବ ଏଥରକ ରହନି ପୁଅ, ମତେ ଦେଖିବ ଭେଳିକି। କଣ ହେଲା କି? ତମେ କାହାକୁ କଣ କହୁଛ? ବୋଉ ବା। ବୋଉ କଣ କଲେ? ମାମୁଁ ଯୋଉ ଫୋନ କରୁନଥିଲେ? ହଁ ମାମୁଁ ତ ଏଇନା ଫୋନ କରିଥିଲେ, ମାମୁଁ ବୋଉଙ୍କ ତ ସହିତ କଥା ଅଷ୍ଟମୀ ମେଳା ହଉଥିଲେ। ଆଇଥିଲେ, ତମେ ତ ଘରେ ନଥିଲ। ଓହୋ ହେଇଥିବ। ହଁ ଅଣୁକା ପତର, କଦଳୀ ପତର, ସେ ଡାଙ୍ଗ ସେଇଆକୁ ନେଇକି ଯାଇଥିଲା ମାମୁଁ। ହେଲା ସେ ମାମୁଁ ଏଇନା ଫୋନ କରିଥିଲା ବୋଉକୁ, କହିଲା ମୁଁ ବିଲରେ ମୁଗ ପକେଇନି, ମୁଗ ବିହନ ଭଣ୍ଡା ଦଉନୁ ନାନୀ ଅଛି ଯଦି, କୁଆଡେ କହିଛି। ଆଉ ଯୋଉ ମାମୁଁକୁ କହିଲନି ଦେଇଥାନ୍ତେ, ଆମର ବା ଅଛି ସୋସାଇଟି ବିହନ ମୁଗ। ବଢିଆ କଥା, ମୁଁ ବା ସେଇ ସୋସାଇଟି ବିହନ କଥା କହିଦେଇଛି। ମୁଁ ସେଇ ସୋସାଇଟି ବିହନ କଥା କହିଦେଇଛି। ଆକ୍ଚୁଆଲି କଥା ହଉଛି କଣ କହିଲ, ସୋସାଇଟି ବିହନରେ ବୋଧେ ମୁଗ ହବନି। ଆଉ ନା, କାହିଁକି ନା ଆମେ ପା ସବୁ ଘରୁଆ ମୁଗ ପକେଇଛୁ। ବୋଉକୁ ମୁଁ ମିଛରେ କହିଲି ସୋସାଇଟି ବିହନ ମୁଁ ପକେଇଛି, ମାମୁଁକୁ ଦେଇଦେ, ଦେଖିବୁ ବଢିଆ ଗଛ ହବ। ହେଇ ମାମୁଁ ଯଦି ଜାଣିବେ ପଛରେ, ତମକୁ ବିଗିଡିବେନି ତ? ମାମୁଁ କଣ ବିଗିଡିବ? ମାମୁଁ ଖାଲି ଭଉଣୀ ଘରକୁ ନେଇକିନି ଖାଲି ଖାଇବ, ଖାଲି ବଚିବ। ଆଉ ଭଉଣୀ ଘରକୁ ଗୋଟା ଦବାର ନାହିଁ। ଯେମିତି ଅଷ୍ଟମୀ ବେଳେ ମାମୁଁ ଆଇଥିଲା, କିଛି ନେଇକି ଆଇଲାନି। ମାନେ କଣ କହିବ କହିଲ? ଗୋଟା ଲୋକ ତୁ ଚାଉଳ ଚୁନା, ସେ ଯୋଉ ନଡିଆ କଦଳୀ ସବୁ ନେଲୁ, କେବଳ ଗୁଡଟା ନଥିଲା ନେଲାନି, ନେଇ ନଥିଲା। ଜାଣିଛ ମୁଁ ଭାରି ରାଗ ବା ସେଇ ଦିନ ଠାରୁ ମାମୁଁ ଉପରେ। ଆଉ କହିଲେ ହବ? ଓହୋ ମୁଁ ତ ନଥିଲି, ମୁଁ ଏଗୁରା କିଛି ଜାଣିନି। ଆଉ ଗୋଟେ କଥା କଣ ହେଇଛି ଜାଣିଛ ତ? କଣ ହେଇଛି? ଯୋଉ ନେଳିଆ ମଝିରେ ଥରେ ଯୋଉ ଦେଇନଥିଲି ସୋସାଇଟିରେ ଧାନ ହଁ ହଁ ଚାଷ କରୁଥିଲୁ, ହଁ ନେଳିଆ ନେଳିଆ ପୋକ ହେଇଯାଇଥିଲେ। ସେ ଧାନ କାମ ଦେଲା, ହଁ ପୋକ ତ ଲାଗି ଯାଇଥିଲେ ସେଇଥିପାଇଁ ମତେ। ଡରିକିନି ଏଥରକ ମୁଗ କେହି ପକେଇଲେନି। ତେଣୁକରି ଓହୋ ମାମୁଁ ନଉ ନାମ ନଉ। ମାମୁଁ ନାଁ କଣ ଜାଣିଛ? ମୁଁ କଣ ଜାଣିଛି? ମାମୁଁ ନାଁ ତମେ ଜାଣିନ ଆଜି ପର୍ଯ୍ୟନ୍ତ? ନା ତମେ ତ ନାଁ ଧରିବନି ମାମୁଁ ଶ୍ୱଶୁର। ମୁଁ କେମିତି କହିବି? ହଁ ମାମୁଁ ନାଁ ସବୁ କଣ କହିଲ? କଣ? ଶଙ୍କରା। ଓହୋ କଥାରେ ନାଇଁ, ମରା ଶଙ୍କରା, ମାମୁଁ ହଉଛି ଶଙ୍କରା। ମାମୁଁ ତାର ଆସୁ, ନବ ତାର ମୁଗ ଆଉ ଯିବ ଆଉ। ମାମୁଁ ନାମ ନବ, ରୁହ। ମାମୁଁ ବାମ୍ଫ ନବ, ବାମ୍ଫ। ମାମୁଁ କହିଦେଇଛି, ବୋଉ କହିଦେଲି ହେଲା। ହଁ ବୋଉ କହିଦେଲି, ମାମୁଁ ନଉଛି ମୁଗ ପଛେ ନଉ, କିନ୍ତୁ କହିବୁ ପଣା ସଂକ୍ରାନ୍ତି ବେଳେ ମାମୁଁ କହିବୁ ଟିକେ ମୁଗ ଛତୁଆ କରିକି ଆଣିବ। ହେଇ ମାମୁଁ ଯୋଉ ମୁଗ ଫଳିବ ନା, ମାମୁଁ ଛତୁଆ ଆଣିକି ଦେବେ, ତମେ ଖାଇବ। ଏଇ ମୁଁ ଯାଉଛି, ମୋର ଦୁନିଆ କାମ ଅଛି ହେଲା। ହଉ ତମେ ଯାଅ, ମାମୁଁ ମୁଁ ଯଦି ବି ଆସେ, ଯାଉଛି। ମାମୁଁ ଯଦି କେତେବେଳେ ଆସେ, ହଁ ସେ ସବୁ ସୋସାଇଟି ବିହନ ଟା ସେ ଆର ଘରେ ଥୁଆଇ ଦେଇଦବ। ହଉ ହଉ ହେଲା ହଉ ତମେ ଯାଅ, ଅଧା ରଖିଦବ, ଡାଲି କରି ଖାଇଦବା। ହଉ ହଉ।